ବିବାହର ପ୍ରଥମ ରାତିରେ ମୋ ପୁଅର କୋଠରୀରୁ ଚିତ୍କାର ଶବ୍ଦ ଆସୁଥାଏ ଏବଂ ସକାଳ ହେଲା ମାତ୍ରକେ କନ୍ୟା ତଲାକ ଦେଇଦିଏ ଏବଂ କହିଦିଏ, ତମର ପୁଅର ଚିକିତ୍ସା ଓ ପରୀକ୍ଷା କରାଅ। ମୁଁ ମୋର ପୁଅଙ୍କର 3 ଥର ବିବାହ କରିଥିଲି, କିନ୍ତୁ ସେହି 3 ଥର ମଧ୍ୟ ଏହିପରି ହୋଇଥିଲା। ଚତୁର୍ଥ ଥରରେ ମୁଁ ନିଜେ କନ୍ୟା ବେଶରେ ପୁଅଙ୍କ କୋଠରୀରେ ବସିଗଲି। 10 ମିନିଟ୍ ପରେ ଯାହା ଘଟିଲା ତାହା ଦେଖି ମୋର ଆତ୍ମା କମ୍ପି ଉଠିଲା, କାରଣ ଆଜି ମୋ ପୁଅର ଦ୍ୱିତୀୟ ବିବାହ ଥିଲା। ମୋ ପୁଅର ପ୍ରଥମ ବିବାହର କଥା ମୁଁ ଭୁଲି ଯିବାକୁ ଚାହୁଁଥିଲି, କାରଣ ତାହା ଏକ ଅଜଣା ଘଟଣା ଥିଲା। କିନ୍ତୁ ଆଜି ତାର ଦ୍ୱିତୀୟ ବିବାହ ଥିଲା। ମୋର ବିଶ୍ୱାସ ଥିଲା ଯେ ଏହି ନୂଆ ବୋହୂ ନିଶ୍ଚିତ ଭାବେ ମୋ ପୁଅର ଯତ୍ନ ନେବ। ମୋ ପୁଅ ବହୁତ କାମିକା ଥିଲା, ଭଲ ଓ ଅତି ସୁନ୍ଦର ମଧ୍ୟ ଥିଲା। ସେ ଆମ ପରିବାରର ଏକମାତ୍ର ପୁଅ ଥିଲା, ତେଣୁ ସମସ୍ତେ ତାକୁ ବହୁତ ଭଲ ପାଉଥିଲେ। ତେଣୁ କାହାରିକୁ ଏହା ଅଜଣା ଲାଗୁନଥିଲା ଯେ ତାର ଦ୍ୱିତୀୟ ବିବାହ ଏତେ ଶୀଘ୍ର ହେଉଛି। କିନ୍ତୁ ମୋ ହୃଦୟ ଧଡ଼ ଧଡ଼ ହେଉଥିଲା। ରାତି ଯେତେ ନିକଟ ଆସୁଥିଲା ମୋ ହୃଦୟ ସେତେ ଜୋରରେ ଧଡ଼କୁଥିଲା ଓ ମୁଁ ଚିନ୍ତିତ ହେଉଥିଲି। ମୋ ଝିଅକୁ ମଧ୍ୟ ଏହା ଜଣାଥିଲା ଯେ ସେ ମଧ୍ୟ ମୋ ପରି ଚିନ୍ତା କରୁଥିଲା। ସେ କହିଲା, ଯଦି ଆଜି ମଧ୍ୟ ସେହିପରି ହେଲା ତେବେ କ'ଣ ହେବ? ମୁଁ କହିଲି, ତୁମ ମୁହଁରୁ କିଛି ଭଲ କଥା କୁହ। ମୁଁ ଆଗରୁ ହିଁ ଚିନ୍ତିତ ଅଛି। ଏବେ ସମସ୍ତେ ଅତିଥି ଆସି ପହଞ୍ଚିଥିଲେ। ଗତଥର ଆମ ଘରେ ଏତେ ଲୋକଙ୍କୁ ନିମନ୍ତ୍ରଣ କରିପାରି ନଥିଲୁ, କିନ୍ତୁ ଏହି ବିବାହରେ ସମସ୍ତ ସମ୍ପର୍କୀୟ ଉତ୍ସାହର ସହ ଆସିଥିଲେ। ସେମାନେ ବିବାହ ବିଷୟରେ ବେଶୀ ଜାଣିନଥିଲେ କିମ୍ବା ଏହା ମଧ୍ୟ ଜାଣିନଥିଲେ ଯେ କ'ଣ ଘଟିଥିଲା, ଯେ ତାକୁ ପୁନର୍ବାର ବିବାହ କରିବାକୁ ପଡ଼ିଥିଲା। ମୋ ପୁଅ ମଧ୍ୟ ବହୁତ ଖୁସି ଥିଲା। କୌଣସି ସମସ୍ୟା ନଥିଲା, କାରଣ ତାର ନୂଆ ପତ୍ନୀ ତାର ପ୍ରଥମ ପତ୍ନୀ ଠାରୁ ଅଧିକ ସୁନ୍ଦର ଓ ବୟସରେ ଛୋଟ ମଧ୍ୟ ଥିଲା, ତେଣୁ ସେ ଖୁସି ହେବା ସ୍ୱାଭାବିକ। ଏହା ଶୀତ ଋତୁ ଥିଲା। ଅଧିକାଂଶ ଅତିଥି ଘରେ ରହିଥିଲେ। ଉତ୍ସବ ବାହାରେ ଚାଲିଥିଲା। ନାଚ ଗୀତ ଚାଲୁଥିଲା। ଲୋକେ ହସ ଖୁସିରେ ମଜାଳିଆ କଥାବାର୍ତ୍ତା କରୁଥିଲେ। ମୁଁ ମୋ ଜେଠାନୀକୁ କହିଲି, ବୋହୂ ଅନ୍ୟ ସହରରୁ ଆସିଛି, ନିଶ୍ଚୟ ବହୁତ ଥକି ଯାଇଥିବ। ମୋତେ ଲାଗୁଛି ତାକୁ ବରର କୋଠରୀକୁ ପଠାଇବା ଉଚିତ। ମୋ ଜେଠାନୀ କହିଲେ, ତୁମେ କ'ଣ ପାଗଳ ହେଇଗଲ? ସେମାନେ ଏବେ ବିବାହ କରିଛନ୍ତି, ଆଉ ତମେ ଚାହୁଁଛ ତାଙ୍କର ରାତିଟାକୁ ଆହୁରି ଖରାପ କରିବାକୁ? ମୁଁ ମାନୁଛି ବିବାହର ଥକାପଣ ହୁଏ, କିନ୍ତୁ ଏମାନେ ନୂଆ ରକ୍ତ। ଏକ କଫି ପିଆଇ ଦିଅ, ସତେଜ ହୋଇଯିବେ। ଆଉ ସକାଳେ ରିସେପ୍ସନ୍ ମଧ୍ୟ ଅଛି। ମୁଁ କହିଲି, ବେଚାରୀ ବୋହୂ ବହୁତ ଥକିଯିବ। ଜେଠାନୀ କହିଲେ, ଆଜିକାଲି କେହି ଏତେ ଥକେ ନାହିଁ। ଝିଅମାନଙ୍କୁ ନିଜ ବିବାହରେ ବହୁତ ଆଗ୍ରହ ଥାଏ। ତାକୁ ବରର କୋଠରୀକୁ ପଠାଇ ଦିଅ। ଏବେ ରାତି 12ଟା ହେଇଗଲାଣି। ସକାଳେ ଉଠି ପ୍ରସ୍ତୁତ ହେବାକୁ ହବ। ମୁଁ ଜାଣେ ନାହିଁ ତମେ କାହିଁକି ଏତେ ସମୟ ନଷ୍ଟ କରୁଛ। ସମସ୍ତ ରସମ ଶେଷ ହେଇଗଲାଣି। ସମସ୍ତେ ନାଚି ଗାଇ ଥକି ଯାଇଛନ୍ତି। ବେଚାରୀ ବୋହୂ ମଧ୍ୟ କୋଠରୀକୁ ଯିବାକୁ ଚାହୁଁଛି। ମୋ ଜେଠାନୀ ତ ସବୁବେଳେ କଥାରେ ଚମତ୍କାର ଥାନ୍ତି। ସେ ବଡ଼ ଥିଲେ, ତେଣୁ ମୁଁ ତାଙ୍କ ପରାମର୍ଶ ନେବାକୁ ଚାହିଁଥିଲି, କିନ୍ତୁ ସେ ମୋତେ ନିଜର କଥା ଶୁଣାଇ ଦେଲେ। ଶେଷରେ ସେ ନିଜେ କହିଲେ, ଏବେ ବୋହୂ କୋଠରୀକୁ ଯିବ। ବୋହୂକୁ କୋଠରୀକି ନିଆଗଲା। ଅନ୍ୟ ସମସ୍ତଙ୍କୁ କୋଠରୀରୁ ବାହାର କରାଯାଇ ମୁଁ କିଛି ଭୟ ସହ ବୋହୂ ପାଖରେ ବସି ପଡ଼ିଲି। ମୁଁ କହିଲି, ବେଟି, ତୁମେ ତୁମ ପରିବାରରେ ସବୁଠାରୁ ବଡ଼। ତୁମେ ବହୁତ ଧୈର୍ଯ୍ୟଶୀଳ ଝିଅ, ତେଣୁ ମୁଁ ତୁମକୁ ପସନ୍ଦ କରି ଆଣିଛି। ଦେଖ ବେଟି, ବିବାହ ହେଲେ କିଛି ଜିନିଷ ଆମକୁ ପସନ୍ଦ ନ ହୁଏ, କିନ୍ତୁ ମୋ ଛୋଟିଆ, ତୁମେ କିଛି ଧୈର୍ଯ୍ୟ ରଖିବ। ସେ କହିଲା, ମୁଁ ବୁଝିପାରୁନି ଆପଣ କ'ଣ କହୁଛନ୍ତି। ମୁଁ କହିଲି, ଯଦି ମୋ ପୁଅ କିଛି ଅଜଣା କଥା କହେ, ତା କଥାକୁ ଗୁରୁତ୍ୱ ଦେବ ନାହିଁ। କୋଠରୀର କଥା କୋଠରୀରେ ରହୁ। ସକାଳେ ମୋତେ କୁହ, ମୁଁ ତୁମ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବି। ମୋ କଥା ଶୁଣି ସେ କିଛି ଭୟଭୀତ ହେଲା ଓ କହିଲା, ଠିକ୍ ଅଛି, ମୁଁ ପୁରା ଚେଷ୍ଟା କରିବି। ଏବେ ଏହି ଘରର ଇଜ୍ଜତ ମୋ ଇଜ୍ଜତ। ମୁଁ ବୋହୂର ହାତ ଥାପି ବାହାରକୁ ଆସିଲି। ସମସ୍ତେ ନିଜ ନିଜ ଶୋଇବା ଜାଗାକୁ ଚାଲିଗଲେ। ଘରେ ବହୁତ ଶାନ୍ତି ଥିଲା, କାରଣ ସମସ୍ତେ ଥକି ଯାଇଥିଲେ। ଶୀତର ରାତି ସାଧାରଣତଃ ଶାନ୍ତ ହୋଇଥାଏ, କିନ୍ତୁ ମୁଁ ଶୋଇପାରୁ ନଥିଲି। ବହୁତ ଭୟ ଲାଗୁଥିଲା। ଶେଷରେ ମୁଁ ଶୋଇଗଲି, କିନ୍ତୁ ମୋ ଆଖିରେ ନିଦ ନଥିଲା। ମୋ ଆଖି ବାରମ୍ବାର ଘଣ୍ଟା ଆଡ଼େ ଦେଖୁଥିଲା। ମୁଁ ଭାବୁଥିଲି, କାଶ ସକାଳ ଶୀଘ୍ର ହେଇଯାଉ, ତାହେଲେ ମୋ ସମସ୍ତ ଚିନ୍ତା ଦୂର ହୋଇଯିବ। କିନ୍ତୁ
ରାତି 2:30 ବାଜିଲା ବେଳେ ମୁଁ ଏକ ଜୋରଦାର ଚିତ୍କାର ଶୁଣିଲି। ତାପରେ ମୋତେ ଜଣାପଡ଼ିଲା ଯେ ଏବେ କ'ଣ ହେବାକୁ ଯାଉଛି। ବାରମ୍ବାର ଚିତ୍କାରର ଶବ୍ଦ ଆସୁଥିଲା। ଏହା ଏକ ଝିଅର ଚିତ୍କାର ଥିଲା। ଆଉ ସେ ଝିଅ କିଏ ହେଇପାରେ ମୁଁ ଭଲ ଭାବେ ଜାଣିଥିଲି। ଅତିଥିମାନେ ଧୀରେ ଧୀରେ ଉଠିବାକୁ ଲାଗିଲେ। ହଠାତ୍ ମୋ ପୁଅର କୋଠରୀରୁ ଦୁଆର ଖୋଲିଗଲା ଆଉ ମୋ ବୋହୂ ପାଗଳ ପରି ବାହାରକୁ ଦୌଡ଼ିଲା। ତାର ଜଣା ନଥିଲା ଯେ ତା ପାଖରେ ଓଢ଼ଣୀ ମଧ୍ୟ ନାହିଁ। ସେ ଅଧା ପୋଷାକରେ ବାହାରକୁ ଦୌଡ଼ି ଆସିଥିଲା। ସେ ଘରୁ ବାହାରକୁ ପଳାଇବାକୁ ଚାହୁଁଥିଲା। କିଛି ମହିଳା ତାକୁ ଧରି କହିଲେ, ବେଟି କ'ଣ ହେଲା? ନିଜକୁ ସମ୍ଭାଳ। ସମସ୍ତେ ତାକୁ ସମ୍ଭାଳିବାକୁ ଚେଷ୍ଟା କଲେ, କିନ୍ତୁ ସେ ଅଚେତ ହେଇଗଲା। ଯେତେବେଳେ କେହି ଅଚେତ ହୁଏ ତାକୁ ପାଣି ଛିଞ୍ଚାଯାଏ, କିନ୍ତୁ ମୋ ବୋହୂ ପାଣି ଛିଞ୍ଚିବା ପରେ ମଧ୍ୟ ହୋସରେ ଆସୁନଥିଲା। ତାର ଶରୀର ପୁରା ଥଣ୍ଡା ପଡ଼ିଯାଇଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଗଲା। ମୁଁ ତାକୁ ହସ୍ପିଟାଲ ନେବାକୁ ଚାହୁଁନଥିଲି, କାରଣ ପୁଣି ସେହି ତମାସା ହେବ, କିନ୍ତୁ ଆଉ କୌଣସି ଉପାୟ ବି ନଥିଲା। ବେଚାରୀ ଝିଅ କୌଣସି ପ୍ରକାରେ ହୋସରେ ଆସୁନଥିଲା। ତାର ବାପା ମାଆଙ୍କୁ ମଧ୍ୟ ଡକାଗଲା। ସେମାନେ ମଧ୍ୟ ନିଜ ନିଜ ମଧ୍ୟରେ କାନଫୁସିଆ କଥାବାର୍ତ୍ତା ଆରମ୍ଭ କଲେ। ସେମାନେ କହୁଥିଲେ, ଜାଣିନି ଆମ ଝିଅକୁ କ'ଣ ହେଲା, ଜାଣିନି ତା ସହ କ'ଣ ବ୍ୟବହାର ହେଲା। ସେମାନେ ମୋତେ ଅଜଣା ଦୃଷ୍ଟିରେ ଦେଖୁଥିଲେ। ଚାରିଆଡ଼େ କେବଳ ପ୍ରଶ୍ନ ଆଉ ପ୍ରଶ୍ନ। ମୁଁ ବେଚାରୀ ହସ୍ପିଟାଲରେ ଏଣେ ତେଣେ ଘୁରୁଥିଲି। ଘରେ ଫେରି ମୁଁ ମୋ ପୁଅ ଅରବିନ୍ଦଙ୍କୁ ପଚାରିବାକୁ ଚାହିଁଲି ଯେ ସେ ଏବେ କ'ଣ କଲା, କିନ୍ତୁ ସେ କୋଠରୀରେ ନଥିଲା। ତାର ଫୋନ୍ ମଧ୍ୟ ବନ୍ଦ ଥିଲା। କୋଠରୀର ଅବସ୍ଥା ସମ୍ପୂର୍ଣ୍ଣ ସାଧାରଣ ଥିଲା। କୌଣସି ଜିନିଷ ଭାଙ୍ଗିଥିବା କିମ୍ବା ସେ ତା ପତ୍ନୀ ଉପରେ ହାତ ଉଠାଇଥିବା ଭଳି କିଛି ଦେଖାଯାଉନଥିଲା। ଲୋକଙ୍କ ପ୍ରଶ୍ନରୁ ବଞ୍ଚିବା ପାଇଁ ବୋଧେ ଅରବିନ୍ଦ କୁଆଡ଼େ ପଳାଇ ଯାଇଥିଲା। ମୋତେ ଏବେ ବୋହୂର ଚିନ୍ତା ଥିଲା। ମୁଁ ହସ୍ପିଟାଲକୁ ଫେରିଲି। 2-3 ଘଣ୍ଟା ମଧ୍ୟରେ ହସ୍ପିଟାଲ କର୍ତ୍ତୃପକ୍ଷ ମୋ ବୋହୂକୁ ଛାଡ଼ିଦେଲେ। ମୋ ବୋହୂ ଆମ ଘରକୁ ଆସିବାକୁ ଚାହୁଁନଥିଲା। ସେ ବହୁତ ଭୟଭୀତ ଥିଲା, କିନ୍ତୁ ତାର ବାପା ମା ତାକୁ ବୁଝାଇଲେ ଯେ ତୁମ ଶାଶୁ ଘରକୁ ଯାଅ, ନହେଲେ ଲୋକ କ'ଣ କହିବେ। ମୁଁ ମଧ୍ୟ ମୋ ବୋହୂକୁ ବୁଝାଇଲି, ବେଟି ସକାଳେ ମୁହଁ ଦେଖା ରସମ ଶେଷ ହଉ, ତାପରେ ତୁମେ ତୁମ ମା ବାପାଙ୍କ ଘରକୁ ଯାଇପାର। ମୁଁ ତୁମକୁ ଅଟକାଇବି ନାହିଁ। ମୋ କଥା ଶୁଣି ମୋ ବୋହୂ ରାଗିଗଲା ଓ କହିଲା, ଭାଡ଼ରେ ଗଲା ଆପଣଙ୍କ ରସମ। ମୁଁ ଆପଣଙ୍କ ଘରେ ଏକ ମୁହୂର୍ତ୍ତ ମଧ୍ୟ ରହିବି ନାହିଁ। ମୁଁ ମୋ ଘରକୁ ଯିବି, ଆଉ ମୋତେ କେହି ଅଟକାଇ ପାରିବେ ନାହିଁ, ନା ସମାଜ ନା ଆଇନ। ମୁଁ ଏକ ପଢ଼ା ଲେଖା ଝିଅ। ମୋ ଜୀବନକୁ ମୋ ଇଚ୍ଛା ମୁତାବକ ବଞ୍ଚିବାର ଅଧିକାର ଅଛି। ମୁଁ ଆପଣଙ୍କ ପୁଅ ସହ ଏକ ମୁହୂର୍ତ୍ତ ବି ରହିବି ନାହିଁ। ମୋ ବୋହୂ ତାର ନିଷ୍ପତ୍ତି ଶୁଣାଇ ଦେଇଥିଲା। ମୁଁ ଚୁପଚାପ ଆଖିରେ ଲୁହ ନେଇ ତାକୁ ଦେଖୁଥାଏ। ଏହା ପୂର୍ବରୁ ମଧ୍ୟ ଘଟିଥିଲା। ଯେତେବେଳେ ଅରବିନ୍ଦର ପ୍ରଥମ ବିବାହ ହୋଇଥିଲା, ତା ସହ ମଧ୍ୟ ଏହିପରି ଘଟିଥିଲା। ମୋର ପ୍ରଥମ ବୋହୂ ମୋ ଝିଅର ବନ୍ଧୁ ଥିଲା। ମୋତେ ବହୁତ ପସନ୍ଦ ଥିଲା। ସେ ଏକ ଧନୀ ପରିବାରର ଝିଅ ଥିଲା, ବହୁତ ଭଲ ଝିଅ। ମୋତେ ତାର ପରିବାର ମଧ୍ୟ ପସନ୍ଦ ଥିଲା। କିଛି ଦିନ ମଧ୍ୟରେ ମୁଁ ଲକ୍ଷ୍ୟ କରିଥିଲି ଯେ ଅରବିନ୍ଦକୁ ପସନ୍ଦ କରିବାକୁ ଆରମ୍ଭ କରିଥିଲା, ଆଉ ଏହି କାରଣରୁ ହିଁ ସମ୍ପର୍କଟି ପଠାଯାଇଥିଲା। କିନ୍ତୁ ବିବାହର ପରେ ତା ସହ ମଧ୍ୟ ଏହିପରି ଘଟିଥିଲା। ବିବାହର ପ୍ରଥମ ରାତିରେ ସେ ମଧ୍ୟ ଚିତ୍କାର କରି କୋଠରୀରୁ ବାହାରକୁ ଦୌଡ଼ି ଆସିଥିଲା ଓ ତାପରେ ଅରବିନ୍ଦ ମୁହଁ ଦେଖିବାକୁ ମନା କରିଦେଇଥିଲା। ସମସ୍ତେ ତାକୁ ବହୁତ ବୁଝାଇଥିଲେ, ବେଟି ତୁମ ଜୀବନ ବିଷୟରେ ଚିନ୍ତା କର, କିନ୍ତୁ ସେ କହିଥିଲା, ମୋ ଜୀବନ ତ ବର୍ବାଦ ହେଇଗଲା। ଏବେ ଏହି ଝିଅକୁ ମଧ୍ୟ ବୁଝାଉଥିଲା, କିନ୍ତୁ ସେ ମଧ୍ୟ କହୁଥିଲା, ଯଦି ମୁଁ ରହିବାକୁ ଚାହୁଁନି, ତେବେ ମୁଁ ଆପଣଙ୍କ ପୁଅ ସହ ରହିବି ନାହିଁ। ମୋ ପୁଅ ମଧ୍ୟ କୌଣସି ଉତ୍ତର ଦେଉନଥିଲା। ଜାଣିନି ସେ କୁଆଡ଼େ ଚାଲିଗଲା। ଝିଅର ପରିବାର ବାରମ୍ବାର କହୁଥିଲେ, ତାକୁ ଡାକ, ଆମେ ତାକୁ ପଚାରିବୁ ଯେ ସେ ଆମ ଝିଅ ସହ କ'ଣ କଲା। ସମସ୍ତେ ତା ଉପରେ ପ୍ରଶ୍ନର ବର୍ଷା କରୁଛନ୍ତି, କିନ୍ତୁ ସେ ଚୁପ୍ ରହିଥିଲା, କିଛି କହୁନଥିଲା। ଶେଷରେ ସମସ୍ତେ ଚୁପ୍ ହୋଇଗଲେ। ଝିଅର ମା ବାପା ମଧ୍ୟ ଅରବିନ୍ଦକୁ ଗାଳି ଦେଇ ଧମକାଇ ଚାଲିଗଲେ। ସେମାନେ ତାଙ୍କ ଝିଅକୁ ସାଙ୍ଗରେ ନେଇଗଲେ। ଏକ ବଡ଼ ତମାସା ହୋଇଗଲା। ଝିଅର ମା ବାପା ଆମର ଅପମାନ କରିବାରେ କୌଣସି କମି ରଖିନଥିଲେ, କିନ୍ତୁ ଅରବିନ୍ଦ ତାର ମୁହଁରୁ ଏକ ଶବ୍ଦ ମଧ୍ୟ କହୁନଥିଲା। ଅରବିନ୍ଦର ବାପା ଆଗରୁ ହିଁ ଏହି ଦୁନିଆ ଛାଡ଼ି ଚାଲି ଯାଇଥିଲେ। ସମସ୍ତ ଅପମାନ ମୁଁ ଏକା ସହିବାକୁ ପଡ଼ୁଥିଲା। ଘରେ ଜମା ହୋଇଥିବା ଲୋକମାନେ ମଧ୍ୟ ଆମକୁ ବେଶ କଥା ଶୁଣାଇଥିଲେ। ଝିଅର ମା ତ କାବୁ ହେଉନଥିଲେ। ସେ ମୋତେ ବହୁତ ଗାଳି ଦେଉଥିଲେ, କିନ୍ତୁ ବେଚାରୀର କ'ଣ ଦୋଷ? ଆଖିରେ ତାର ଝିଅର ଜୀବନର ବର୍ବାଦ ହେଇଯାଉଥିଲା। ଆଜି ମୁଁ ନିଜକୁ ବହୁତ ଏକା ଅନୁଭବ କରିଥିଲି। ଯଦି ଅରବିନ୍ଦର ବାପା ଥାଆନ୍ତେ, ମୁଁ ଏତେ ଶୀଘ୍ର ହିଁ ହିମ୍ମତ ହରାଇ ନଥାନ୍ତି।
ଲୋକଙ୍କର କଟୁ କଥା ଗୁଡ଼ିକୁ ମୁଁ ଏକା ହିଁ ଶୁଣୁଥିଲି। ଅରବିନ୍ଦ ବଡ଼ ଥିଲା। ତାଠାରୁ ଛୋଟ ମୋର ଏକ ଝିଅ ଥିଲା ଯିଏ କଲେଜରେ ପଢ଼ୁଥିଲା। ସମସ୍ତେ ନିଜ ନିଜ ମଧ୍ୟରେ ଅରବିନ୍ଦ ବିଷୟରେ କାନଫୁସିଆ କଥାବାର୍ତ୍ତା କରୁଥିଲେ। କେହି କେହି କହୁଥିଲେ ଜାଣିନି ବୋଧେ ଅରବିନ୍ଦ ପାଗଳ ଅଟେ। ଆଉ କେହି କହୁଥିଲେ ଲାଗୁଛି ଅରବିନ୍ଦ ମାନସିକ ରୋଗୀ। ଆଉ କେହି କହୁଥିଲେ ଜାଣିନି ସେ ନୂଆ ବୋହୂ ସହ ଏମିତି କ'ଣ କଲା ଯେ ସେ ଏତେ ଭୟଭୀତ ହୋଇଗଲା। ମୁହଁ ଅନୁସାରେ କଥା ଥିଲା, କିନ୍ତୁ ମୋ ପାଖରେ ଏହାର କୌଣସି ଉତ୍ତର ନଥିଲା। ଯେତେବେଳେ ଲୋକଙ୍କୁ କାରଣ ଜଣାଇବାକୁ ପଡ଼େ ସେମାନେ ନିଜେ କାହାଣୀ ଗଢ଼ନ୍ତି, ଆଉ ନିଜେ ଗଢ଼ିଥିବା ଅଜଣା କାହାଣୀ ସତ୍ୟଠାରୁ ଅଧିକ ଭୟଙ୍କର ହୋଇଥାଏ। କିନ୍ତୁ ସମସ୍ୟା ଏହା ଥିଲା ଯେ ସତ୍ୟ ମୋତେ ମଧ୍ୟ ଜଣା ନଥିଲା। କ'ଣ ଘଟୁଥିଲା ଯେ ସୁହାଗ ରାତିରେ ମୋ ବୋହୂମାନେ ଚିତ୍କାର କରି ଅରବିନ୍ଦର କୋଠରୀରୁ ଦୌଡ଼ି ପଳାଉଥିଲେ। ସେ ଝିଅ ମୋତେ ମଧ୍ୟ କିଛି କହିନଥିଲା। ମୁଁ ନିଜେ ଭାବିଲି ବୋଧେ ସେ ତା'ର ମା ବାପାଙ୍କୁ କିଛି କହିଥାଇପାରେ। ସତ୍ୟ ଜାଣିବା ପାଇଁ ମୁଁ ତାଙ୍କ ଘରକୁ ଫୋନ୍ କଲି। ଯଦିଓ ସେମାନେ ଆମ ସହ ସମ୍ପର୍କ ତୁଟାଇ ଦେଇଥିଲେ, ତଥାପି ମାନବିକତା ଦୃଷ୍ଟିରୁ ମୁଁ ତା'ର ଖବର ନେବା ପାଇଁ ଫୋନ୍ କଲି। ଝିଅର ମା ଫୋନ୍ ଉଠାଇଲେ। ମୁଁ ପଚାରିଲି, ତୁମ ଝିଅର ସ୍ୱାସ୍ଥ୍ୟ ଏବେ କେମିତି ଅଛି? ମୋ ଆବାଜ ଶୁଣି ସେ ରାଗିଗଲେ ଓ କହିଲେ, ମୋ ଝିଅ ଏବେ ମଧ୍ୟ ଠିକ୍ ହେଇନାହିଁ, ଆଗକୁ ଆଉ ଫୋନ୍ କରିବ ନାହିଁ। ଏହା ଶୁଣି ମୁଁ ବହୁତ ଅଧିକ ଚିନ୍ତିତ ହୋଇଗଲି। ମୋ ପ୍ରଥମ ବୋହୂ ସହ ମଧ୍ୟ ଏହିପରି ଘଟିଥିଲା। ମୋ ଝିଅ କହିଥିଲା ଯେ ସେ ଅତି କମ୍ରେ 6-7 ମାସ ପର୍ଯ୍ୟନ୍ତ ଅସୁସ୍ଥ ରହିଥିଲା। ଆଖିରେ ମୋ ପୁଅକୁ କ'ଣ ସମସ୍ୟା ଥିଲା ମୋତେ କିଛି ବୁଝା ପଡ଼ୁନଥିଲା। କ'ଣ ଅଭାବ ଥିଲା ଯେ ତା'ର ପତ୍ନୀମାନେ ତାକୁ ଭୟରେ ପଳାଉଥିଲେ? ଅରବିନ୍ଦ ବିଷୟରେ କହିବାକୁ ଗଲେ ସେ ବହୁତ ସରଳ ଓ ଶାନ୍ତ ପିଲା ଥିଲା। ସେ ଛୋଟ ବେଳୁ କମ୍ କଥା କହୁଥିଲା, କିନ୍ତୁ ତା ଭିତରେ କୌଣସି ସାଧାରଣ ଆଚରଣ ନଥିଲା। ଅରବିନ୍ଦ ମୋର ପ୍ରଥମ ସନ୍ତାନ ଥିଲା। ଆମେ ତାକୁ ବହୁତ ଆଦରରେ ପାଳିଥିଲୁ, କିନ୍ତୁ ଆମର ଏତେ ଆଦର ଦେବା ସତ୍ତ୍ୱେ ସେ ବିଗିଡ଼ି ନଥିଲା। ହଁ, ତା'ର ସୌନ୍ଦର୍ଯ୍ୟ ଉପରେ ତା'ର କିଛି ଅହଙ୍କାର ଥିଲା। ସେ କହୁଥିଲା, ମୋ ସୌନ୍ଦର୍ଯ୍ୟ ଓ ଚତୁରତା ଆଗରେ ସମସ୍ତେ ନତମସ୍ତକ ହୁଅନ୍ତି। ତାକୁ ବ୍ରାଣ୍ଡେଡ୍ ଜିନିଷ ପିନ୍ଧିବାର ସଉକ ଥିଲା। ପଢ଼ାଶୁଣାରେ ମଧ୍ୟ ଭଲ ଥିଲା। ସମୟରେ ଚାକିରି ମଧ୍ୟ କରିଥିଲା। ସେ ତା'ର ଭଉଣୀ ଶ୍ରୁତି ପାଇଁ ମଧ୍ୟ ଦାୟିତ୍ୱଶୀଳ ଭାଇ ଥିଲା। ଶ୍ରୁତିକୁ କଲେଜ ନେଇଯାଉଥିଲା ଓ ଘରକୁ ଫେରାଉଥିଲା। ଘର ଖର୍ଚ୍ଚ ପାଇଁ ମଧ୍ୟ ଟଙ୍କା ଦେଉଥିଲା। କେବେ ମୋ ସହ ଉଚ୍ଚ ସ୍ୱରରେ କଥା ବି ହେଉନଥିଲା। ତା'ର ବନ୍ଧୁମାନେ ମଧ୍ୟ ଏମିତି ନଥିଲେ ଯେ ମୁଁ କହିଥାନ୍ତି ସେ ଖରାପ ସଙ୍ଗତରେ ପଡ଼ିଛି। ଯେକୌଣସି ନିଶା କରୁନଥିଲା। ତା'ର କିଛି 1-2ଟି ବନ୍ଧୁ ଥିଲେ। ତା'ର ସବୁଠାରୁ ନିକଟତମ ବନ୍ଧୁ ବିଦେଶରେ ରହୁଥିଲା। ବେଳେବେଳେ ତା ସହ ଫୋନରେ କଥା ହେଉଥିଲା। ଅରବିନ୍ଦ ମୋତେ ତା ବନ୍ଧୁ ବିଷୟରେ କହୁଥିଲା। ମା, ସେ ବହୁତ ଭଲ ପିଲା। ସବୁ କିଛି ସାଧାରଣ ଲାଗୁଥିଲା, କିନ୍ତୁ ଯେଉଁ 2 ଥର ଘଟଣା ଘଟିଥିଲା ତାହା ଆଦୌ ସାଧାରଣ ନଥିଲା। ଜାଣିନି ମୋ ପୁଅର କ'ଣ ଅଭାବ ଥିଲା। ସେ ତା'ର ପତ୍ନୀମାନଙ୍କ ସହ କ'ଣ କରୁଥିଲା ଯେ ସେମାନେ ପଳାଉଥିଲେ। ଦିନ ଧୀରେ ଧୀରେ ଆଗକୁ ବଢ଼ିଲା। ଅରବିନ୍ଦ କିଛି ସାଧାରଣ ହେଇଗଲା। ସେ ଘରେ କିଛି କଥାବାର୍ତ୍ତା ମଧ୍ୟ କରୁଥିଲା। ଏଥର ମୁଁ ଭାବିଲି ଯେ ଅରବିନ୍ଦର ତୃତୀୟ ବିବାହ କରାଇବି ଏବଂ ଏମିତି ଝିଅକୁ ବାଛିବି ଯିଏ ମୋତେ କହିବ ଯେ ସୁହାଗ ରାତିରେ ଅରବିନ୍ଦ କ'ଣ କରୁଛି, ଯେ ବୋହୂମାନେ ପଳାଉଛନ୍ତି। ଅରବିନ୍ଦର 2ଟି ପତ୍ନୀଙ୍କ ସହ ତଲାକ ହୋଇଗଲାଣି। ମୁଁ ମଧ୍ୟ ଚାହୁଁଥିଲି ଯେ ଏହି ବୋହୂ ମୋ ଘରେ ରହୁ, ପଳାଇ ନ ଯାଉ। ମୁଁ କାହାର ଜୀବନ ବର୍ବାଦ କରିବାକୁ ଚାହୁଁନଥିଲି, କାରଣ ମୁଁ ମଧ୍ୟ ଏକ ଝିଅର ମା। ମୁଁ ଭଲ ଭାବେ ଜାଣୁଥିଲି ଯେ ତଲାକର ଦାଗ ଏ ଝିଅ ପାଇଁ କେତେ ବଡ଼ ଅପମାନ। ବହୁତ ଚିନ୍ତା କରି ମୁଁ ନିଷ୍ପତ୍ତି ନେଲି ଯେ ଅରବିନ୍ଦର ବିବାହ ଏକ ବିବାହିତା କିମ୍ବା ବିଧବା ଝିଅ ସହ କରାଇବି। ଶୀଘ୍ର ମୋତେ ଏମିତି ଏକ ଝିଅ ମିଳିଗଲା। ଝିଅକୁ ମଧ୍ୟ ବିବାହର ଜଲ୍ଦି ଥିଲା, ତେଣୁ ସେମାନେ ଅଧିକ ତଦନ୍ତ କଲେ ନାହିଁ। ଝିଅଟି ବୟସରେ ଛୋଟ ଥିଲା, କିନ୍ତୁ ବହୁତ ସୁନ୍ଦରୀ ନଥିଲା। ସେ ସାଧାରଣ ଦେଖାଯାଉଥିଲା, ପତଳା ଓ ସାମାନ୍ୟ ନାକ ନକ୍ସା। ମୋ ଝିଅର ପରିବାରକୁ କହିଲି ଯେ ମୋ ପୁଅର ଗୋଟିଏ ବିବାହ ହେଇଛି, କିନ୍ତୁ ତା'ର ପତ୍ନୀ କିଛି ସମୟ ରହି ଚାଲିଯାଇଛି। କିଛି ମିଛ କହିବାକୁ ପଡ଼ିଥିଲା, କାରଣ ମୁଁ ସତ୍ୟ କହିବାର ଅବସ୍ଥାରେ ନଥିଲି। ଝିଅର ପରିବାର ବିବାହ ପାଇଁ ରାଜି ହେଇଗଲେ। ମୁଁ ଅରବିନ୍ଦକୁ ଝିଅର ଫଟୋ ଦେଖାଇଲି, କିନ୍ତୁ ସେ ବିବାହ ପାଇଁ ସଫା ମନା କରିଦେଲା। ସେ କହିଲା, ମୁଁ ଏହାକୁ ବିବାହ କରିବି ନାହିଁ। ଏତେ ସାଧାରଣ ଦେଖାଯାଉଥିବା ଝିଅ ସହ ମୁଁ ବିବାହ କରିବି ନାହିଁ। ଅରବିନ୍ଦର କଥା ଶୁଣି ମୁଁ ତାକୁ ଗାଳି ଦେଲି। କହିଲି, ଚୁପ୍ ହୋ, ତୁ
ତୁମର ଏହିପରି ଆଚରଣ କାରଣରୁ ତୁମର ବିବାହ କେବେ ହେବ ନାହିଁ। କିନ୍ତୁ ମୁଁ ତୁମ ମା, ତେଣୁ ଭାବୁଛି କେତେ ଦିନ ତୁମର ଯତ୍ନ ନେବି। ମୋ ମରିବା ପରେ ତୁମ ଜୀବନ ସାଙ୍ଗରେ କିଏ ରହିବ? କହୁଥାଏ ମୋ ଆଖିରୁ ଲୁହ ଆସିଗଲା। ମୋ ଆଖିରେ ଲୁହ ଦେଖି ଅରବିନ୍ଦ ଚୁପ୍ ହୋଇଗଲା। ବିବାହ ପାଇଁ ରାଜି ମଧ୍ୟ ହେଲା ଓ ଉଠି କୋଠରୀରୁ ଚାଲିଗଲା। କାହାଣୀ ହେଉ କି ନାହିଁ, ଅରବିନ୍ଦ ମନରେ କିଛି ଲୁଚି ରହିଥିଲା। ସେ ମୋ ଆଖିରେ ଆଖି ମିଶାଉ ନଥିଲା। ଏଥର ମୁଁ ନିଷ୍ପତ୍ତି ନେଇଥିଲି। ଏଥର ବିବାହ ଯୋଜନା ବହୁତ ସାଧାସିଧା ଭାବେ କରାଯାଇଥିଲା। ମୁଁ ଅରବିନ୍ଦର ବିବାହ ବହୁତ ସାଦଗୀରେ କରିଦେଲି। ଝିଅର ନାଁ ଥିଲା ରଶ୍ମି। ସେ ବହୁତ ମଜାଳିଆ ଝିଅ ଥିଲା। ମୋ ଝିଅ ଶ୍ରୁତି ମନା କରିଥିଲା, ମା, ଭାଇକୁ ତାର ହାଲରେ ଛାଡ଼ି ଦିଅ। କିନ୍ତୁ ମୁଁ ତାକୁ ବୁଝାଇଲି, ବେଟି, ହୁଏତ ତୁମ ଭାଇ ସହ କିଛି ସମସ୍ୟା ଅଛି, ଯାହାକୁ ସମାଧାନ କରିବା ଆମର ଦାୟିତ୍ୱ। ବିବାହ ଶେଷ ହୋଇଗଲା। ଏଥର ମୁଁ ଅଧିକ ଅତିଥିଙ୍କୁ ଡାକିନଥିଲି। ଘରେ କିଛି ଅତିଥି ଥିଲେ ଯେଉଁମାନେ ମୋ ସମ୍ପର୍କୀୟ ନଥିଲେ, ବରଂ ମୋ ଜଣାଶୁଣା ଲୋକ ଥିଲେ। ମୁଁ ରଶ୍ମିକୁ ଅରବିନ୍ଦର କୋଠରୀକୁ ନେଇଗଲି। ତାକୁ ଶଯ୍ୟା ଉପରେ ବସାଇ ମୁଁ ତାର ହାତ ଧରି ହାଲକା ଦବାଇ କହିଲି, ରଶ୍ମି ବେଟି, ତୁମ ସହ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଅଛି। ବହୁତ ଧ୍ୟାନରେ ମୋ କଥା ଶୁଣ। ରଶ୍ମି ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖିଲା। ଯେମିତି ଏମିତି କ'ଣ ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯାହା ଏବେ କହିବାକୁ ହେବ? ମୁଁ ତାକୁ ବୁଝାଇ କହିଲି, ବେଟି, ଅରବିନ୍ଦ ଏହି ବିବାହ ପାଇଁ ରାଜି ନଥିଲା। ବହୁତ କଷ୍ଟରେ ମୁଁ ତାକୁ ରାଜି କରାଇଛି। ହୁଏତ ମୋ ପୁଅ କିଛି ଅଜଣା ଆଚରଣ କରିପାରେ, ତୁମକୁ ଭୟଭୀତ କରିବାକୁ ଚେଷ୍ଟା କରିପାରେ, ଯାହାଦ୍ୱାରା ତୁମେ ତାକୁ ଛାଡ଼ି ପଳାଇବ। କିନ୍ତୁ ବେଟି, ତୁମେ ଭୟ କରିବ ନାହିଁ। ଯାହା ବି ହେଉ, ତୁମେ ମୋତେ ସବୁ କଥା କହିବ। ତୁମେ ତାର ଭୟଭୀତ କରିବା କିମ୍ବା କଥାରେ ଆସିବାର ଆବଶ୍ୟକତା ନାହିଁ। ରଶ୍ମି ମୋ କଥା ଶୁଣି କେବଳ ମୁଣ୍ଡ ହଲାଇ ଦେଲା। ମୁଁ କିଛି ସନ୍ତୁଷ୍ଟି ହେଲି ଓ ରଶ୍ମିକୁ ଆରାମ କରିବାକୁ କହି ବାହାରକୁ ଚାଲିଗଲି। ମୁଁ ମୋ କୋଠରୀକୁ ନଗଲି, ବରଂ ବାହାରେ ସୋଫା ଉପରେ ଶୋଇପଡ଼ିଲି। ଶ୍ରୁତିକୁ ମୁଁ ତାର କୋଠରୀକୁ ପଠାଇଦେଲି। ତମେ ଶୋଇଯାଅ, ବହୁତ ରାତି ହେଇଗଲାଣି। ଶ୍ରୁତି ତାର କୋଠରୀକୁ ଚାଲିଗଲା। କିନ୍ତୁ ଯାଉ ଯାଉ ସେ କହିଲା, ମା, ଆପଣ ଯାହା କରୁଛନ୍ତି ତାହା ଭୁଲ କରୁଛନ୍ତି। ଆପଣ ପ୍ରତ୍ୟେକ ସମସ୍ୟାର ସମାଧାନ କେବଳ ବିବାହ ବୋଲି କାହିଁକି ଭାବୁଛନ୍ତି? ଆପଣଙ୍କୁ କାହାର ଝିଅର ଜୀବନ ଏମିତି ବର୍ବାଦ କରିବା ଉଚିତ ନୁହେଁ। ଶ୍ରୁତି ଚାଲିଗଲା ଆଉ ମୁଁ ସୋଫା ଉପରେ ଶୋଇ ମନେ ମନେ ଭଗବାନଙ୍କୁ ସ୍ମରଣ କରୁଥିଲି ଓ ପ୍ରାର୍ଥନା କରୁଥିଲି, ହେ ଭଗବାନ, ଏହି ରାତି ଭଲରେ ଅତିବାହିତ ହେଉ। ଚାରିଆଡ଼େ ବହୁତ ଶାନ୍ତି ଥିଲା। ଯେମିତି ଝଡ଼ ଆସିବା ପୂର୍ବରୁ ଶାନ୍ତି ରହେ। ଘଣ୍ଟାର ଟିକ୍ ଟିକ୍ ଶବ୍ଦ ମୋ ମୁଣ୍ଡ ଉପରେ ହାତୁଡ଼ି ମାରୁଥିଲା। ମୁଁ ଭଗବାନଙ୍କୁ ମନାଇବାରେ ବ୍ୟସ୍ତ ଥାଏ। ତେବେ ସେହି ଘଟଣା ଘଟିଲା ଯାହାର ମୋତେ ଭୟ ଥିଲା। ରଶ୍ମି ଚିତ୍କାର କରି ବାହାରକୁ ଆସିଲା। ପାଗଳର ପରି ଘରୁ ବାହାରକୁ ଦୌଡ଼ିବାକୁ ଚାହୁଁଥିଲା। ମୁଁ କୌଣସି ପ୍ରକାରେ ତାକୁ ଗେଟ୍ ଭିତରେ ଅଟକାଇଲି। ମୁଁ ତାକୁ ବୁଝାଇ କିଛି ଶାନ୍ତ କଲି। ସେ କିଛି କହିବା ଅବସ୍ଥାରେ ନଥିଲା। ଯେତେବେଳେ ସେ କିଛି ଶାନ୍ତ ହେଲା, ତାପରେ ଭୟଭୀତ ହୋଇ କହିଲା, ଆପଣଙ୍କୁ ଆପଣଙ୍କ ପୁଅର ଆଗରୁ ମେଡିକାଲ ଯାଞ୍ଚ କରାଇଥାନ୍ତେ। ଯଦି ଆପଣ ଏହା କରିଥାନ୍ତେ, ତେବେ ଆପଣଙ୍କୁ ଓ ମୋତେ ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା। ରଶ୍ମି ବହୁତ ବୁଦ୍ଧିମାନ ଥିଲା। ତା ପାଖରେ ଆଉ କୌଣସି ବିକଳ୍ପ ନଥିଲା। ସେ ପ୍ରତ୍ୟେକ ପରିସ୍ଥିତିରେ ବିବାହକୁ ନିଭାଇବାକୁ ଚିନ୍ତା କରୁଥିଲା। କିନ୍ତୁ ରଶ୍ମି ମଧ୍ୟ ଏହି ସମ୍ପର୍କକୁ ଚାଲୁ ରଖିନଥିଲା ଓ ଅରବିନ୍ଦକୁ ଛାଡ଼ି ଚାଲିଗଲା। ପରଦିନ ରଶ୍ମିର ଘରୁ ଫୋନ୍ ଆସିଲା, ଆପଣଙ୍କ ପୁଅକୁ କୁହ ଆମ ଝିଅକୁ ତଲାକ ଦିଅ, ନହେଲେ ଆମେ ଏହା କୋର୍ଟରେ କେସ୍ କରିପାରିବୁ। ମୁଁ ଅସହାୟ ଅବସ୍ଥାରେ ଫୋନ୍ ଧରି ସୋଫା ଉପରେ ବସି ପଡ଼ିଲି। ଅରବିନ୍ଦକୁ ଏବେ କେହି ମଜବୁରିରେ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ପୂର୍ବରୁ ଯେଉଁ ବୋହୂ ଆସିଥିଲା, ସେ ଧନୀ ପରିବାରର ଓ ସୁନ୍ଦରୀ ପଢ଼ା ଲେଖା ଝିଅ ଥିଲା। କିନ୍ତୁ ରଶ୍ମି ବିଧବା ଥିଲା, ଗରିବ ପରିବାରର ଓ ବହୁତ ସୁନ୍ଦରୀ ବି ନଥିଲା। ମୁଁ ରଶ୍ମିକୁ ଆଗରୁ ସବୁ କଥା ବୁଝେଇ ଦେଇଥିଲି। ତଥାପି ସେ ଏତେ ଭୟଭୀତ ହେଇଗଲା। ଆଖିରେ ମୋ ପୁଅରେ କ'ଣ ଅଭାବ ଥିଲା? ଆମେ ଯେଉଁ ଅଳଙ୍କାର ଓ ପୋଷାକ ବୋହୂକୁ ଦେଉଥିଲୁ, ତାହା ବୋହୂର ପରିବାରର ବିବାହ ପରଦିନ ଫେରାଇ ଦେଉଥିଲେ। ମୁଁ ତ ପଣ ମଧ୍ୟ ନେଉନଥିଲି। ତେବେ ଆଖିରେ କ'ଣ ଥିଲା ଯେ ଏଥିରେ ସୁନ୍ଦର ପଢ଼ା ଲେଖା ଓ ଧନୀ ପୁଅକୁ ଝିଅମାନେ ଛାଡ଼ି ପଳାଉଥିଲେ? ମୋ ମନ ଚିନ୍ତାରେ ଫାଟି ଯାଉଥିଲା। କେମିତି ଜାଣିବି ଆଖିରେ କ'ଣ ସମସ୍ୟା? ଅରବିନ୍ଦ ମଧ୍ୟ ମୁହଁରୁ କିଛି କହିବାକୁ ପ୍ରସ୍ତୁତ ନଥିଲା। ଯେତେବେଳେ ମୁଁ ଏ ବିଷୟରେ କଥା କହିବାକୁ ଚେଷ୍ଟା କରିଥିଲି, ସେ ବାହାରକୁ ଚାଲି ଯାଉଥିଲା। ମୋତେ କଥା କହିବାର ସୁଯୋଗ ଦେଉନଥିଲା। କିନ୍ତୁ ଏବେ ମୁଁ ସବୁବେଳେ ଅରବିନ୍ଦ ଉପରେ ନଜର ରଖୁଥିଲି। ତାର ପ୍ରତ୍ୟେକ ଆଚରଣ ଉପରେ ଧ୍ୟାନ ଦେଉଥିଲି। ଯଦି କିଛି ପ୍ରମାଣ ମିଳେ,
ଯାହାଦ୍ୱାରା ମୁଁ ସତ୍ୟକୁ ଜାଣିପାରେ। କିନ୍ତୁ ତାର ଆଚରଣରୁ କେବେ ଏମିତି ଲାଗୁନଥିଲା ଯେ ତାରେ କିଛି ଅସାଧାରଣ ଅଛି। ସେ ସମ୍ପୂର୍ଣ୍ଣ ସାଧାରଣ ପିଲା ପରି ଥିଲା। ଅନ୍ୟ ପିଲାମାନଙ୍କ ପରି ମୋତେ କୌଣସି ରାସ୍ତା ଦେଖାଯାଉନଥିଲା। ଏକ ଦିନ ମୁଁ ଅସହାୟ ହୋଇ ଅରବିନ୍ଦର ବନ୍ଧୁ ନିତିନକୁ, ଯିଏ ବିଦେଶରେ ରହୁଥିଲା, ଫୋନ୍ କଲି। ମୁଁ ତାକୁ ପଚାରିଲି, ନିତିନ, ତୁମେ ଅରବିନ୍ଦର ଏକମାତ୍ର ବନ୍ଧୁ, ଯାହା ସହ ସେ ତାର ସମସ୍ତ ମନର କଥା କହେ। ମୋତେ ଅରବିନ୍ଦ ବିଷୟରେ ସବୁ କଥା କୁହ। ସେ ନିଶ୍ଚୟ ତୁମକୁ ତାର ଜୀବନ ବିଷୟରେ କିଛି କହିଥିବ। କିନ୍ତୁ ତାର ଉତ୍ତର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ କହିଲା ଯେ ଅରବିନ୍ଦ ତାକୁ କିଛି କହିନଥିଲା। ସେ ତାର 3ଟି ବିବାହ ଓ ତାର 3ଟି ପତ୍ନୀଙ୍କର ପଳାଇବା ବିଷୟରେ ତାର ବନ୍ଧୁକୁ କିଛି କହିନଥିଲା। ଏହା ମୋତେ ବହୁତ ଅଜଣା ଲାଗିଲା। ବୋଧେ ସେ ଲଜ୍ଜା କାରଣରୁ କହିନଥିଲା। ବିବାହର ରାତିରେ ପତ୍ନୀର ପଳାଇବା, ତାହା ମଧ୍ୟ 3ଟି ପତ୍ନୀ, ଏହା ତାକୁ ଲଜ୍ଜାଜନକ ଲାଗିଥାଇପାରେ। ଧୀରେ ଧୀରେ 6 ମାସ ଆଉ ଗତି କରିଗଲା। ଘରେ ସବୁ କିଛି ସାଧାରଣ ଚାଲିଥିଲା। କିନ୍ତୁ ଅରବିନ୍ଦ ବିଷୟରେ ମୁଁ ବହୁତ ଚିନ୍ତିତ ଥିଲି। କ'ଣ ଥିଲା ଯେ ବୋହୂମାନେ ବିବାହର ରାତିରେ ପଳାଉଥିଲେ? ମୁଁ ପୁଣି ଅରବିନ୍ଦର ବିବାହ ପାଇଁ ଭାବିଲି। ଏଥର ମୁଁ ନିଷ୍ପତ୍ତି ନେଲି ଯେ ସତ୍ୟ ଜାଣିବି। ଏଥର ମୁଁ ଝିଅକୁ ସବୁ କଥା ଖୁଲାସା କହିଲି, କିଛି ଲୁଚାଇଲି ନାହିଁ। ମୁଁ ଏମିତି ଏକ ପରିବାରରୁ ଝିଅ ଆଣିଲି ଯେଉଁମାନଙ୍କୁ ବିବାହର ଜରୁରୀ ଆବଶ୍ୟକତା ଥିଲା, କାରଣ ସେମାନେ ବହୁତ ଗରିବ ଥିଲେ। ତାଙ୍କ ଘରେ ତାର 2ଟି ଛୋଟ ଭାଇ ଥିଲେ। ମୁଁ କହିଲି, ତୁମ 2 ଭାଇଙ୍କର ପଢ଼ାଶୁଣାର ଦାୟିତ୍ୱ ମୋ ଉପରେ, ଆଉ ବିବାହରେ ତୁମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମୁଁ ଝିଅକୁ ରାଜି କରାଇଲି। ଝିଅର ମା ବାପା ମଧ୍ୟ ରାଜି ହୋଇଗଲେ। କିନ୍ତୁ ମୁଁ ଝିଅର ମା ବାପାଙ୍କୁ ଏଇ କଥା କହିଲି ନାହିଁ। କେବଳ ଝିଅକୁ ସବୁ କଥା ବୁଝାଇଦେଲି। ଝିଅଟି କିଛି ଭୟଭୀତ ହେଲା, କାରଣ ମୁଁ ବିବାହ ପୂର୍ବରୁ ସବୁ କଥା ତାକୁ ବୁଝାଇ ଦେଇଥିଲି। ପ୍ରଥମେ ସେ ବହୁତ ଭୟ କଲା, ତାପରେ ନିଜକୁ ସମ୍ଭାଳି କହିଲା, ଯାହା ହେଉ, ମୁଁ ଏହି ବିବାହ ପାଇଁ ପ୍ରସ୍ତୁତ। ଯଦି ମୋର କିଛି ତ୍ୟାଗରୁ ମୋ ଭାଇମାନଙ୍କର ଜୀବନ ସଫଳ ହୁଏ, ତାପରେ କ'ଣ ଖରାପ? ଯାହା ହେବ ମୁଁ ସହିବି। ଆଉ ମୁଁ ବି ସବୁ ସମଝୋତା ତ ମହିଳାମାନଙ୍କୁ ହିଁ କରିବାକୁ ପଡ଼ିଥାଏ। ଝିଅର ନାଁ ଥିଲା ସୁମନ। ସେ ଗରିବ ପରିବାରର, ହେଲେ ମଧ୍ୟ ବହୁତ ସଂସ୍କାରୀ ଓ ବୁଦ୍ଧିମାନ ଲାଗୁଥିଲା। ମୋ ମନରେ ଖୁସି ହେଲା ଯେ ଯଦି ସୁମନ ମୋ ବୋହୂ ହୁଏ ଓ ମୋ ଘରେ ରହେ, ତେବେ ଏହା ମୋ ପାଇଁ ବହୁତ ସୌଭାଗ୍ୟର କଥା ହେବ। ସଂସ୍କାରୀ ହେବା ସହ ସୁମନ ବହୁତ ସୁନ୍ଦରୀ ମଧ୍ୟ ଥିଲା। ଏଥର ବିବାହ ମନ୍ଦିରରେ ହୋଇଥିଲା। ସବୁ କିଛି ଠିକ୍ ଥିଲା। ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ରାତି ମଧ୍ୟ ଅତିବାହିତ ହୋଇଗଲା ଓ ସକାଳ ହୋଇଗଲା। ସକାଳେ ମୁଁ କୋଠରୀରେ ଦୁଆର ଠକ୍ ଠକ୍ କଲି, କିନ୍ତୁ କେହି ଦୁଆର ଖୋଲିଲେ ନାହିଁ। ମୁଁ ବହୁତ ଚିନ୍ତିତ ହେଲି। କେହି ଦୁଆର ଖୋଲୁନଥିଲେ। କିଛି ସମୟ ପରେ ମୁଁ କୋଠରୀର ଅନ୍ୟ ଚାବି ଆଣି ଦୁଆର ଖୋଲିଲି। କୋଠରୀ ଭିତରର ଦୃଶ୍ୟ ଦେଖି ମୋ ଚେତା ଚାଲିଗଲା। ମୋ ବୋହୂ ଅଚେତ ଅବସ୍ଥାରେ ପଡ଼ିଥିଲା। ଅରବିନ୍ଦ କୋଠରୀରେ ନଥିଲା। ସେ କୋଉଠି ବି ନଜର ଆସୁନଥିଲା। ବୋଧେ ସେ ବାଥରୁମରେ ଥିଲା। ମୁଁ ତୁରନ୍ତ ଡାକ୍ତରଙ୍କୁ ଡାକିଲି। ଡାକ୍ତର କହିଲେ ସେ କେବଳ ଭୟ କାରଣରୁ ଅଚେତ ହେଇଛି। ତାର ଶରୀରରେ କୌଣସି ଆଘାତ ଚିହ୍ନ ନାହିଁ। ଅରବିନ୍ଦର ମୁହଁରୁ ମଧ୍ୟ ଚିନ୍ତା ଝଲକୁଥିଲା, ଯେମିତି ସେ ମଧ୍ୟ ଏହି ପରିସ୍ଥିତିରେ ଚିନ୍ତିତ ଥିଲା। ଭଲ ଭାବେ ଯାଞ୍ଚ କରି ଓ କିଛି ଔଷଧ ଦେଇ ଡାକ୍ତର ଚାଲିଗଲେ। ଡାକ୍ତର କହିଲେ ଯେ ସୁମନ ଶୀଘ୍ର ହୋସରେ ଆସିବ। ଅରବିନ୍ଦ ପ୍ରସ୍ତୁତ ହୋଇ ଅଫିସ ବାହାରି ଗଲା। ମୁଁ ସୁମନ ପାଖରେ ବସି ରହିଲି। କିଛି ସମୟ ପରେ ସୁମନର ଆଖି ଖୋଲିଲା, ହୋସରେ ଆସିଲା। ମାତ୍ର ସେ ବାହାରକୁ ଦୌଡ଼ିଲା ଓ କହିଲା, ମୁଁ ଏଠାରେ ରହିବି ନାହିଁ। ମୁଁ ମୋ ମା ବାପାଙ୍କ ପାଖକୁ ଚାଲିଯିବି। ମୁଁ ସୁମନର ହାତ ଧରି କହିଲି, ସୁମନ, ମୁଁ ତୁମକୁ ସବୁ ସତ୍ୟ କହିଥିଲି ଓ ତୁମେ ରାଜି ହେଇଥିଲ। ତେବେ ତୁମେ ଏମିତି କାହିଁକି କହୁଛ? କିନ୍ତୁ ସୁମନ ମୋ କଥା ଶୁଣିବାକୁ ପ୍ରସ୍ତୁତ ନଥିଲା। ସେ ଭୟଭୀତ ଆଖିରେ ମୋତେ ଦେଖୁଥିଲା ଓ କହିଲା, ମା, ଆପଣ ମୋତେ ସବୁ କହିଥିଲେ, କିନ୍ତୁ ଏମିତି ଘଟଣା ମୁଁ କେବେ ଭାବିନଥିଲି। ମୁଁ ଏକ ମୁହୂର୍ତ୍ତ ମଧ୍ୟ ଏଠାରେ ରହିବି ନାହିଁ। ମୋ ମା ବାପାଙ୍କ ପାଖରୁ ମୁଁ ଯିବି। ମୁଁ ତାକୁ ଶାନ୍ତ କରିବାକୁ ଚେଷ୍ଟା କଲି। ମୋ ଆଖିରେ ଲୁହ ଆସିଗଲା। ମୁଁ କହିଲି, ସୁମନ, ଦୟାକରି ମୋତେ କୁହ, କ'ଣ ହେଲା? ଅରବିନ୍ଦ ତୁମ ସହ କ'ଣ କଲା? ମୁଁ ତୁମକୁ ଭରସା ଦେଇଥିଲି ଯେ ତୁମେ ମୋତେ ସବୁ କହିବ। ଦୟାକରି ମୋତେ ସତ୍ୟଟା କୁହ। ମୁଁ ଜାଣିବାକୁ ଚାହୁଁଛି ମୋର ପୁଅ ସହ କ'ଣ ସମସ୍ୟା ଅଛି। ସୁମନ କିଛି ସମୟ ଚୁପ୍ ରହିଲା। ତାପରେ ଧୀରେ କହିଲା, ମା, ମୁଁ କହିବାକୁ ଚାହୁଁଛି, କିନ୍ତୁ ଏହା କହିବା ପାଇଁ ମୋ ମୁହଁରୁ ଶବ୍ଦ ବାହାରୁନାହିଁ। ମୁଁ ଭୟଭୀତ ହେଇଛି। ଅରବିନ୍ଦ ମୋ ସହ କିଛି ଖରାପ କରିନାହିଁ, କିନ୍ତୁ ତୃତୀୟ ବିବାହ ପରେ ମଧ୍ୟ ସେ ମୋତେ ଏକ ଅଜଣା କଥା କହିଲା, ଯାହା ମୁଁ କେବେ ସହିପାରିବି ନାହିଁ। ମୁଁ ତାର ହାତ ଧରି ଆହୁରି ଜୋରରେ ଦେଇ ପଚାରିଲି, ସୁମନ, ଦୟାକରି କୁହ। ମୁଁ ତୁମର ମା ପରି। ତୁମେ ମୋତେ ସବୁ କହିପାର।
ମୁଁ ତାକୁ କୌଣସି ଦୋଷ ଦେବି ନାହିଁ। ମୋ ପୁଅର ଜୀବନ ବିଷୟରେ ମୁଁ ଜାଣିବାକୁ ଚାହୁଁଛି। ସୁମନ ଆଖି ନୁଆଇଁ କହିଲା, ମା, ଅରବିନ୍ଦ ମୋତେ କହିଲେ ଯେ ସେ ବିବାହ କରିବାକୁ ଚାହୁଁନଥିଲେ। ସେ କହିଲା ଯେ ତାର ମନରେ ଅନ୍ୟ କେହି ଅଛି ଯାହାକୁ ସେ ବହୁତ ଭଲ ପାଏ, କିନ୍ତୁ ସେ ତାକୁ ବିବାହ କରିବ ନାହିଁ କାରଣ ସେ ତା ଜୀବନରେ କେବେ ମିଳିପାରିବ ନାହିଁ। ସେ ମୋତେ କହିଲା ଯେ ତୁମେ ତାକୁ ବାଧ୍ୟ କରି ଏହି ବିବାହ କରାଇଛ। ମୁଁ ତାକୁ ବୁଝାଇଲି ଯେ ମୁଁ ତାର ସହ ଜୀବନ କାଟିବାକୁ ଚାହୁଁଛି, କିନ୍ତୁ ସେ ମୋତେ ଏକ ଅଜଣା କଥା ଦେଖାଇଲା ଯାହା ମୁଁ କେବେ ସହିପାରିବି ନାହିଁ। ମୋ ହୃଦୟ ଧଡ଼ ଧଡ଼ ହେଉଥିଲା। ମୁଁ ପଚାରିଲି, ସୁମନ, ସେ ତୁମକୁ କ'ଣ ଦେଖାଇଲା? ଦୟାକରି ମୋତେ କୁହ। ସୁମନ କାନ୍ଦି କାନ୍ଦି କହିଲା, ଅରବିନ୍ଦ ମୋତେ ତାର ଫୋନରେ କିଛି ଫଟୋ ଓ ଭିଡ଼ିଓ ଦେଖାଇଲା। ସେଗୁଡ଼ିକ ଏତେ ଅଜଣା ଓ ଭୟଙ୍କର ଥିଲା ଯେ ମୁଁ ସେଗୁଡ଼ିକୁ ଦେଖି ଭୟଭୀତ ହୋଇଗଲି। ସେ ମୋତେ କହିଲା ଯେ ଏହା ତାର ଅତୀତର ଏକ ଅଂଶ ଯାହା ସେ କେବେ ଭୁଲି ପାରିବ ନାହିଁ। ସେ ମୋତେ କହିଲା ଯେ ସେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁନାହିଁ କାରଣ ତାର ମନ ଅନ୍ୟ କାହା ପାଖରେ ଅଛି। ମୁଁ ତାକୁ ବୁଝାଇବାକୁ ଚେଷ୍ଟା କଲି, କିନ୍ତୁ ସେ ମୋ କଥା ଶୁଣିଲା ନାହିଁ। ମୁଁ ଭୟରେ ଚିତ୍କାର କରି ଉଠିଲି ଏବଂ ତାପରେ ମୁଁ ଅଚେତ ହୋଇଗଲି। ମୋ ମନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲା। ମୁଁ ସୁମନକୁ ଆହୁରି ପଚାରିଲି, ସୁମନ, ସେ ତୁମକୁ କେଉଁ ଫଟୋ ଭିଡ଼ିଓ ଦେଖାଇଲା? ଦୟାକରି ମୋତେ ସବିଶେଷ କୁହ। ସୁମନ କହିଲା, ମା, ମୁଁ ଆପଣଙ୍କୁ ସେଗୁଡ଼ିକ ବିଷୟରେ କହିପାରିବି ନାହିଁ। ଏହା ଏତେ ଲଜ୍ଜାଜନକ ଓ ଭୟଙ୍କର ଥିଲା ଯେ ମୁଁ କେବଳ ଭୟରେ ଚିତ୍କାର କରି ଉଠୁଥିଲି। ମୁଁ କେବଳ ଏତିକି କହିପାରେ ଯେ ଅରବିନ୍ଦର ମନ ଅନ୍ୟ କାହା ପାଇଁ ଆକର୍ଷିତ ଏବଂ ସେ ତାକୁ କେବେ ଭୁଲି ପାରିବ ନାହିଁ। ସେ ମୋତେ କହିଲା ଯେ ସେ ମୋ ସହ ଏହି ବିବାହରେ ଖୁସି ନାହିଁ ଏବଂ ତାର ପୂର୍ବ ପତ୍ନୀମାନଙ୍କୁ ମଧ୍ୟ ସେ ଏହି ଫଟୋ ଓ ଭିଡ଼ିଓ ଦେଖାଇ ଭୟଭୀତ କରିଥିଲା, ଯାହାଦ୍ୱାରା ସେମାନେ ମଧ୍ୟ ପଳାଇଥିଲେ। ମୋ ମୁଣ୍ଡ ଘୁରି ଉଠିଲା। ମୁଁ ବୁଝିପାରୁଥିଲି ଯେ ଅରବିନ୍ଦ ମନରେ କିଛି ଗୁପ୍ତ ରହସ୍ୟ ଅଛି ଯାହା ସେ କାହାକୁ କହୁନଥିଲା। ମୁଁ ସୁମନକୁ ଶାନ୍ତ କରିବାକୁ ଚେଷ୍ଟା କଲି ଓ କହିଲି, ସୁମନ, ତୁମେ ଏବେ କିଛି ସମୟ ଶାନ୍ତ ହୁଅ। ମୁଁ ଅରବିନ୍ଦ ସହ କଥା ହେବି। ମୁଁ ତୁମ ଭାଇଙ୍କର ପଢ଼ାଶୁଣାର ଦାୟିତ୍ୱ ନେବି। ତୁମେ ଚିନ୍ତା କର ନାହିଁ, କିନ୍ତୁ ଦୟାକରି ମୋତେ ସହଯୋଗ କର। ମୁଁ ଜାଣିବାକୁ ଚାହୁଁଛି ଅରବିନ୍ଦର ସମସ୍ୟା କ'ଣ। ସୁମନ କିଛି ସମୟ ଚୁପ୍ ରହିଲା, ତାପରେ କହିଲା, ମା, ମୁଁ ଆପଣଙ୍କୁ ସହଯୋଗ କରିବି, କିନ୍ତୁ ମୁଁ ଏହି ବିବାହରେ ରହିବାକୁ ଚାହୁଁନାହିଁ। ମୁଁ ମୋ ମା ବାପାଙ୍କ ପାଖକୁ ଫେରିବି। ଆପଣ ଅରବିନ୍ଦକୁ ଏକ ଡାକ୍ତର ପାଖକୁ ନିଅ, ତାର ମାନସିକ ସ୍ଥିତି ଯାଞ୍ଚ କରାଅ। ମୋତେ ଲାଗୁଛି ତାର ମନରେ କିଛି ଗଭୀର ସମସ୍ୟା ଅଛି। ସୁମନର କଥା ଶୁଣି ମୁଁ ସ୍ତବ୍ଧ ହୋଇଗଲି। ମୋ ମନରେ ଅନେକ ପ୍ରଶ୍ନ ଉଠୁଥିଲା। ଅରବିନ୍ଦ କେଉଁ ଫଟୋ ଓ ଭିଡ଼ିଓ ଦେଖାଉଥିଲା? ସେ କାହାକୁ ଏତେ ଭଲ ପାଉଥିଲା ଯେ ତାକୁ ବିବାହ କରିପାରୁନଥିଲା? ମୁଁ ନିଷ୍ପତ୍ତି ନେଲି ଯେ ଏବେ ମୋ ପୁଅ ସହ ଖୋଲାଖୋଲି କଥା ହେବି। ସେହିଦିନ ସନ୍ଧ୍ୟାରେ ଅରବିନ୍ଦ ଅଫିସରୁ ଫେରିଲା। ମୁଁ ତାକୁ ଏକାନ୍ତରେ ଡାକି କହିଲି, ଅରବିନ୍ଦ, ଏବେ ତୁମେ ମୋତେ ସତ୍ୟ କହିବ। ତୁମେ ତୁମର ପତ୍ନୀମାନଙ୍କୁ କେଉଁ ଫଟୋ ଓ ଭିଡ଼ିଓ ଦେଖାଉଛ ଯେ ସେମାନେ ଭୟଭୀତ ହୋଇ ପଳାଉଛନ୍ତି? ତମେ କାହାକୁ ଭଲ ପାଉଛ, ଯାହାକୁ ବିବାହ କରିପାରୁନାହଁ? ମୁଁ ତୁମର ମା, ମୋତେ ସବୁ କୁହ। ଅରବିନ୍ଦ ପ୍ରଥମେ ଚୁପ୍ ରହିଲା, ତାପରେ ତାର ମା ଆଖିରେ ଲୁହ ଆସିଗଲା। ସେ କହିଲା, ମା, ମୁଁ ତୁମକୁ କହିବାକୁ ଲଜ୍ଜା ଲାଗୁଛି। ମୁଁ ଏକ ଭୁଲ କରିଛି ଯାହା ମୋ ଜୀବନକୁ ବର୍ବାଦ କରିଦେଇଛି। ମୁଁ ଜଣେ ବ୍ୟକ୍ତିକୁ ଭଲ ପାଉଥିଲି, କିନ୍ତୁ ସେ ମୋ ଜୀବନରେ କେବେ ଆସିପାରିବେ ନାହିଁ। ମୁଁ ତାଙ୍କ ସହ କିଛି ସମୟ କାଟିଥିଲି ଆଉ ସେହି ସମୟର ଫଟୋ ଓ ଭିଡ଼ିଓ ମୋ ପାଖରେ ଅଛି। ମୁଁ ସେଗୁଡ଼ିକୁ ଦେଖି ତାକୁ ଭୁଲି ପାରୁନାହିଁ। ମୁଁ ମୋ ପତ୍ନୀମାନଙ୍କୁ ସେହି ଫଟୋ ଓ ଭିଡ଼ିଓ ଦେଖାଇ କହୁଥିଲି ଯେ ମୋ ମନ ଅନ୍ୟ କାହା ପାଖରେ ଅଛି ଆଉ ମୁଁ ସେମାନଙ୍କ ସହ ଏହି ବିବାହରେ ଚାଲୁ ରଖିପାରିବି ନାହିଁ। ମୁଁ ଆହୁରି ପଚାରିଲି, ଅରବିନ୍ଦ ସେ ବ୍ୟକ୍ତି କିଏ? ତୁମେ ତାକୁ କାହିଁକି ବିବାହ କରିପାରୁନାହଁ? ଆଉ ସେଇ ଫଟୋ ଓ ଭିଡ଼ିଓ କ'ଣ ଯେ ତୁମର ପତ୍ନୀମାନେ ଭୟଭୀତ ହୋଇ ପଳାଉଛନ୍ତି? ଅରବିନ୍ଦ ମୁଣ୍ଡ ନୁଆଇଁ କହିଲା, ମା, ମୁଁ କହିପାରିବି ନାହିଁ। ଏହା ଏକ ଏମିତି ରହସ୍ୟ ଯାହା ମୁଁ କେବେ କାହାକୁ କହିପାରିବି ନାହିଁ। ମୁଁ କେବଳ ଏତିକି କହିପାରେ ଯେ ମୋ ମନ ଏବେ ମୋ ନିଜ ନିୟନ୍ତ୍ରଣରେ ନାହିଁ। ମୁଁ ଏହା ଜାଣିଛି ଯେ ମୋ ବିବାହ କେବେ ସଫଳ ହେବ ନାହିଁ। ତେଣୁ ମୁଁ ମୋ ପତ୍ନୀମାନଙ୍କୁ ସେହି ଫଟୋ ଓ ଭିଡ଼ିଓ ଦେଖାଇ ଭୟଭୀତ କରୁଥିଲି, ଯାହାଦ୍ୱାରା ସେମାନେ ମୋତେ ଛାଡ଼ି ଚାଲିଯାଆନ୍ତି। ମୋ ହୃଦୟ ଭାଙ୍ଗି ପଡ଼ିଥିଲା। ମୁଁ ବୁଝିପାରୁଥିଲି ଯେ ଅରବିନ୍ଦ ମନରେ ଏକ ଗଭୀର ରହସ୍ୟ ଲୁଚି ରହିଛି ଯାହା ସେ ମୋତେ ମଧ୍ୟ କହୁନଥିଲା। ମୁଁ ତାକୁ ଆହୁରି ବାଧ୍ୟ କରିବାକୁ ଚାହିଁନଥିଲି କାରଣ ତାର ଆଖିରେ ମୁଁ ତାର ବ୍ୟଥା ଦେଖିପାରୁଥିଲି।
ମୁଁ ନିଷ୍ପତ୍ତି ନେଲି ଯେ ଅରବିନ୍ଦକୁ ଏକ ମନୋଚିକିତ୍ସକ ପାଖକୁ ନେବି। ସୁମନର ପରାମର୍ଶ ଅନୁସାରେ ମୁଁ ଅରବିନ୍ଦକୁ ଏକ ଭଲ ମନୋଚିକିତ୍ସକ ପାଖକୁ ନେଇଗଲି। ଡାକ୍ତରଙ୍କ ସହ କିଛି କଥାବାର୍ତ୍ତା ପରେ ଡାକ୍ତର ମୋତେ କହିଲେ ଯେ ଅରବିନ୍ଦର ମନରେ ଏକ ଅତୀତର ଘଟଣା ଗଭୀର ଭାବରେ ପ୍ରଭାବ ପକାଇଛି। ସେ ଏକ ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ଆସକ୍ତ, ଯାହାକୁ ସେ କେବେ ପାଇପାରିବ ନାହିଁ। ଡାକ୍ତର କହିଲେ ଅରବିନ୍ଦର ଏହି ଆସକ୍ତି ତାର ମାନସିକ ସ୍ଥିତିକୁ ପ୍ରଭାବିତ କରୁଛି। ସେ ନିଜେ ଏହି ଅତୀତକୁ ଛାଡ଼ିବାକୁ ଚାହୁଁନାହିଁ। ଏହା ଏକ ମାନସିକ ଅବସାଦ ଓ ଅତୀତର ଟ୍ରମାର ଲକ୍ଷଣ ହୋଇପାରେ। ଡାକ୍ତର କଥା ଶୁଣି ମୁଁ ବୁଝିଲି ଯେ ଅରବିନ୍ଦର ବିବାହ ଜୀବନ କେବେ ସଫଳ ହେବ ନାହିଁ। ମୁଁ ନିଷ୍ପତ୍ତି ନେଲି ଯେ ଆଉ ଅରବିନ୍ଦର ବିବାହ କରାଇବି ନାହିଁ। ସୁମନକୁ ମୁଁ ତା ମା ବାପାଙ୍କ ପାଖରେ ଫେରାଇ ଦେଲି ଓ ତାର ଭାଇମାନଙ୍କର ପଢ଼ାଶୁଣାର ଦାୟିତ୍ୱ ନେଲି। ସୁମନ ମୋତେ କୃତଜ୍ଞତା ଜଣାଇ ଚାଲିଗଲା। ଅରବିନ୍ଦର ଚିକିତ୍ସା ଚାଲୁ ରହିଲା। ସେ ଧୀରେ ଧୀରେ ନିଜକୁ ସମ୍ଭାଳୁଥିଲା, କିନ୍ତୁ ତାର ଅତୀତର ରହସ୍ୟ ମୋ ପାଇଁ ସମ୍ପୂର୍ଣ୍ଣ ରୂପେ ଖୋଲି ନଥିଲା। ମୁଁ ଜାଣିଥିଲି ଯେ ଅରବିନ୍ଦର ମନରେ ଏକ ଗଭୀର କ୍ଷତ ଅଛି, ଯାହା ସେ କେବେ ମୋ ସହ ବାଣ୍ଟି ପାରିବ ନାହିଁ। ମୁଁ ତାକୁ ତାର ହାଲରେ ଛାଡ଼ିଦେଲି, କାରଣ ମୁଁ ଜାଣିଥିଲି ଯେ ତାର ଜୀବନରେ ଏକ ଏମିତି ଅଧ୍ୟାୟ ଅଛି ଯାହା ସେ ନିଜେ ହିଁ ସମାଧାନ କରିବାକୁ ଚେଷ୍ଟା କରୁଛି। ମୋ ଝିଅ ଶ୍ରୁତି ମୋତେ ସାନ୍ତ୍ୱନା ଦେଇ କହିଲା, ମା, ତୁମେ ତୁମର ସାଧ୍ୟ ଚେଷ୍ଟା କରିଛ। ଏବେ ଭାଇକୁ ତା ଜୀବନରେ ନିଜେ ବାଛିବାକୁ ଦିଅ। ଶ୍ରୁତିର କଥା ଶୁଣି ମୁଁ ଚୁପ୍ ହୋଇଗଲି। ମୋ ମନରେ ଏକ ଅଜଣା ଦୁଃଖ ରହିଗଲା, କିନ୍ତୁ ମୁଁ ଜାଣିଥିଲି ଯେ ଅରବିନ୍ଦର ଜୀବନରେ ମୁଁ ଆଉ କିଛି କରିପାରିବି ନାହିଁ। ଦିନ ଗଡ଼ି ଚାଲିଲା। ଅରବିନ୍ଦ ନିଜର ଚାକିରି ଓ ଜୀବନରେ ବ୍ୟସ୍ତ ହୋଇଗଲା। ମୁଁ ଆଉ ତାର ବିବାହ ବିଷୟରେ କଥା ବି ଉଠାଇଲି ନାହିଁ। ମୋ ମନରେ ଏକ ଆଶା ରହିଲା ଯେ କୌଣସି ଦିନ ଅରବିନ୍ଦ ନିଜେ ମୋ ପାଖକୁ ଆସି ତାର ଅତୀତର ସତ୍ୟ କହିବ, କିନ୍ତୁ ତାହା କେବେ ହେବ ମୁଁ ଜାଣିନଥିଲି। ଏହି କାହାଣୀରେ ଅରବିନ୍ଦର ରହସ୍ୟ ଅନୁତ୍ତରିତ ରହିଗଲା, କିନ୍ତୁ ମୁଁ ଏକ ମା ହିସାବରେ ନିଜର ଦାୟିତ୍ୱ ନିଭାଇବାକୁ ଚେଷ୍ଟା କରିଥିଲି। ମୋ ପୁଅର ଜୀବନ ଏକ ଅଜଣା ଅଧ୍ୟାୟ ରହିଗଲା, ଯାହା ବୋଧେ କେବେ ଖୋଲିବ ନାହିଁ।